ପ୍ରିୟର ପିଲାମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜିର ଆଲୋଚନାର ବିଷୟବସ୍ତୁଟି ହେଲା ଦଶମ ଶ୍ରେଣୀ ଭୂଗୋଳର ଚତୁର୍ଥ ଅଧ୍ୟାୟ ଖଣିଜ ସମ୍ବଳର ତୃତୀୟ ବିଭାଗ। ଏଠାରେ ଆମେ ପଢିବା ଧାତବ ଲୌହବିହୀନ ଖଣିଜ, ଅଧାତବ ଖଣିଜ ଏବଂ ଖଣିଜ ବିପତ୍ତି ଓ ସଂରକ୍ଷଣ ବିଷୟ। ପ୍ରଥମେ ଜାଣିବା ଧାତବ ଲୌହବିହୀନ ଖଣିଜ ବିଷୟ। ଲୌହବିହୀନ ଖଣିଜ କଣ? ଆମ ଭାରତରେ ଲୌହବିହୀନ ଖଣିଜ ପଦାର୍ଥ ଉତ୍ପାଦନ ଉତ୍ସାହଜନକ ନୁହେଁ। ଏହା ବହୁତ କମ ପରିମାଣରେ ଉତ୍ପନ୍ନ ହୋଇଥାଏ। କିନ୍ତୁ ତମ୍ବା, ସୀସା, ବକ୍ସାଇଟ୍, ଦସ୍ତା ଓ ସୁନା ଭଳି ଲୌହବିହୀନ ଖଣିଜ ପଦାର୍ଥ ଧାତୁ ନିଷ୍କାସନ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ବୈଦ୍ୟୁତିକ ଶିଳ୍ପ କ୍ଷେତ୍ରରେ ଅତ୍ୟନ୍ତ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଥାଏ। ଜାଣିପାରିଲେ, ତମ୍ବା, ସୀସା, ବକ୍ସାଇଟ୍, ଦସ୍ତା ଓ ସୁନା ଏସବୁ ଲୌହବିହୀନ, ଯାହାକି ବହୁତ ସ୍ଥାନରେ ତାର ଭୂମିକା ରହିଛି। ବର୍ତ୍ତମାନ ଆମେ ତମ୍ବା ଓ ବକ୍ସାଇଟ୍ ବିଷୟରେ କିଛି ତଥ୍ୟ ଜାଣିବା। ପ୍ରଥମେ ଦେଖିବା ତମ୍ବା। ତମ୍ବାର ଗଚ୍ଛିତ ଭଣ୍ଡାର ଏବଂ ଉତ୍ପାଦନ ଦୃଷ୍ଟିରୁ ଭାରତ ଘୋର ଅଭାବଗ୍ରସ୍ତ। ଭାରତରେ ତମ୍ବାର ଉତ୍ପାଦନ ବହୁତ କମ୍। ତମ୍ବା ପ୍ରସାରଶୀଳ, ତନ୍ୟ ଏବଂ ସୁପରିବାହୀ ହୋଇଥିବାରୁ ଏହା ମୁଖ୍ୟତଃ ବିଦ୍ୟୁତ୍ ତାର, ଇଲେକ୍ଟ୍ରୋନିକ୍ସ ଏବଂ ରାସାୟନିକ ଶିଳ୍ପରେ ବ୍ୟବହୃତ ହୋଇଥାଏ। ଜାଣିପାରିଲେ, ଏହା ସୁପରିବାହୀ ହୋଇଥିବାରୁ ବିଶେଷତଃ ବିଦ୍ୟୁତ୍ ତାର ବା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏହାର ଚାହିଦା ରହିଛି। ମଧ୍ୟପ୍ରଦେଶର ବାଲାଘାଟ ତମ୍ବା ଖଣିରେ ଭାରତର ମୋଟ ତମ୍ବା ଉତ୍ପାଦନର ଶତକଡ଼ା ପ୍ରାୟ 52% ଉତ୍ପାଦିତ ହୋଇଥାଏ। ସେ ହେଉଛି ମଧ୍ୟପ୍ରଦେଶର ବାଲାଘାଟ। ସେହିପରି ଆଉ କିଛି ସ୍ଥାନ ଦେଖିବା, ସେ ହେଉଛି ରାଜସ୍ଥାନର କ୍ଷେତ୍ରୀ ଏବଂ ଝାଡ଼ଖଣ୍ଡର ସିଂହଭୂମ ତମ୍ବା ଖଣି ତମ୍ବା ଉତ୍ପାଦନ ପାଇଁ ବିଖ୍ୟାତ। ଆମ ଭାରତରେ ଏହି 3ଟା ସ୍ଥାନରେ ତମ୍ବାର ଉତ୍ପାଦନ ଆମେ ଦେଖିବା। ଜାଣିପାରିଲେ, ଏହି ହେଲା ତମ୍ବା ବିଷୟ। ତାପରେ ଦେଖିବା ବକ୍ସାଇଟ୍। ଅନେକ ଖଣିଜ ପିଣ୍ଡରେ ଆଲୁମିନିୟମ ଥିଲେ ମଧ୍ୟ ବକ୍ସାଇଟ୍ରୁ ପ୍ରଥମେ ଆଲୁମିନା ଏବଂ ପରେ ଏଥିରୁ ଆଲୁମିନିୟମ ପ୍ରସ୍ତୁତ। ଜାଣିପାରିଲେ, ବକ୍ସାଇଟ୍ରୁ ପ୍ରଥମେ ଆଲୁମିନା ହୁଏ, ଆଲୁମିନାରୁ ଆଲୁମିନିୟମ ପ୍ରସ୍ତୁତ ହୁଏ। ଏଥିପାଇଁ ବକ୍ସାଇଟ୍ ଏକ କଞ୍ଚାମାଲ। ବକ୍ସାଇଟ୍ ଦେଖିବାକୁ ଚିକଣାମାଟି ପରି ଆଲୁମିନିୟମ ସିଲିକେଟ୍ ଯୁକ୍ତ ଶିଳାର ଅବକ୍ଷୟ ଘଟି ବକ୍ସାଇଟ୍ ସୃଷ୍ଟି ହୋଇଥାଏ। ଏ ହେଲା ବକ୍ସାଇଟ୍ ବିଷୟରେ କିଛି ତଥ୍ୟ। ବର୍ତ୍ତମାନ ଦେଖିବା ଭାରତର ବକ୍ସାଇଟ୍ ଉତ୍ପାଦନ ଶତକଡ଼ା ହିସାବ। ପ୍ରଥମେ ଆସୁଛି ଓଡ଼ିଶା 49%, ଗୁଜରାଟ 24%, ଝାଡ଼ଖଣ୍ଡ 9%, ଛତିଶଗଡ଼ ମହାରାଷ୍ଟ୍ର 8% ଏବଂ ଅନ୍ୟାନ୍ୟ 10%। ଏଥିରୁ ଆମେ ଜାଣିଲେ ଭାରତର ବକ୍ସାଇଟ୍ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ। ଏଥିରେ ପ୍ରଚୁର ପରିମାଣରେ ବକ୍ସାଇଟ୍ ଉତ୍ପାଦିତ ହୋଇଥାଏ। ବର୍ତ୍ତମାନ ଦେଖିବା ଆଲୁମିନିୟମ। ଯେହେତୁ ଆମେ ଜାଣିଛେ ବକ୍ସାଇଟ୍ରୁ ଆଲୁମିନିୟମ ପ୍ରସ୍ତୁତ କରାଯାଏ। ବର୍ତ୍ତମାନ ଆଲୁମିନିୟମ ବିଷୟରେ ଜାଣିବା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାତୁ, କାରଣ ଏହା ଲୁହା ଭଳି ଶକ୍ତ କିନ୍ତୁ ହାଲୁକା ହେବା ସଙ୍ଗେ ସଙ୍ଗେ ତାପ ସୁପରିବାହୀ ଏବଂ ପ୍ରସାରଣ। ଭାରତର ଅଧିକାଂଶ ଆଲୁମିନିୟମ ନିକ୍ଷେପ ଅମରକଣ୍ଟକ ମାଳଭୂମି, ମୈକାଲ ପାହାଡ଼ ଏବଂ ବିଳାସପୁର କଟନୀ ମାଳ ଅଞ୍ଚଳରେ ମିଳିଥାଏ। ମନେ ରଖିବେ, ଏହି ସ୍ଥାନ ଗୁଡିକ ଯୋଉଠିକି ଆଲୁମିନିୟମ ନିକ୍ଷେପ ହୋଇଥାଏ।
बक्साइट उत्पादन क्षेत्र रे ओडिशा अग्रणी राज्य, जहाँकि आम शतकड़ा हिसाब से देखी सारी 2016-17 मसीह समग्र देशर उत्पादन शतकड़ा 49% ओडिशा रे होता। ओडिशार केउं स्थान रे बक्साइट खनि मिले देखिबा, से होची कोरापुट जिल्लार पंचपट्टमाली एवं कलाहांडी जिल्लार कलिंगमाल राज्यर मुख्य बक्साइट खनि अंचल। एही स्थान गुड़ाकरे बहुत प्रचुर परिमाण रे बक्साइट उत्पादित होता है। जानिपारले ए होची बक्साइट संबंधी तथ्य। वर्तमान आउ एक खनिज पदार्थ देखिबा, से होची क्रोमाइट। क्रोमाइट ओडिशा रे 93% गच्छित अछि। एथिरे मध्य ओडिशा अग्रणी। जाजपुर जिल्लार सुकिंदा अंचल रे मुख्य खनिमान अवस्थित। अन्य खनि गुड़ाक हेला ओडिशा व्यतीत आउ अन्य राज्यर देखिबा, से होची कर्नाटक, आंध्र प्रदेश और मणिपुर इत्यादि राज्य रे आमे क्रोमाइट देखिबा को पाई। जानि पारले क्रोमाइट और बक्साइट विषय रे किछि तथ्य। वर्तमान देखिबा अधातब खनिज। अधातब खनिज कोन? से होची अभ्र। अधातब खनिज मध्यरु अभ्र अन्यतम। अभ्र किपरि होइताय? ए परस्त परस्त होई जमी थाए। ए परस्त परस्त होई निर्मित एक खनिज। एहा सामान्य आघात रे भांगी जाय। एही परस्त गुड़िक एते पतला जे 1 सेंटीमीटर मोटार गोटे अभ्र खंडरे शह शह परस्त होइताय। अभ्रर रंग स्वच्छ कला, सबुज, लाल, हलदिया व बादामी होइଥାଏ। अभ्र वैद्युतिक शक्ति को परिवाही। एहार विद्युत रोधक एवं उच्च वैद्युतिक वोल्टेज प्रतिरोध शक्ति जोगु विद्युत और इलेक्ट्रॉनिक शिल्प पाई एहा अपरिहार्य। जानि पारले एहा वैद्युतिक शक्ति को परिवाही एवं विद्युत रोधक। ठीक अछि। उच्च वैद्युतिक वोल्टेज को यह प्रतिरोध करिपारे, सेति यह बहुत मूल्यवान। छोटनागपुर मालभूमिर उत्तर पार्श्व चित्र देखि पारथुबे। छोटनागपुर मालभूमिर उत्तर पार्श्व रे अभ्र मिले। सेहीपरि झारखंड कदरमा, गया, हजारीबाग, बड़य तंबा उत्पादन रे अग्रणी। आजमीर आखपाख अंचल राजस्थान रे अभ्र उत्पादन एक मुख्य क्षेत्र। मनरेला छोटनागपुर, झारखंड, आजमीर, सेहीपरि आंध्र प्रदेश नेल्लूर अभ्र बलय मध्य देशर एक प्रधान अभ्र उत्पादन केन्द्र। हेला अभ्र विषय किछि तथ्य। वर्तमान देखिबा शिला खनिज। शिला खनिज रे मुख्य होची चुनापत्थर। चुनापत्थर उत्पादनकारी राष्ट्र मध्य रे के प्रधान? मध्य प्रदेश, आंध्र प्रदेश, राजस्थान, गुजरात और कर्नाटक। कैल्शियम कार्बोनेट किंबा कैल्शियम और मैग्नीशियम कार्बोनेट युक्त शिला रे चुनापत्थर मिलता है। अवक्षिप्त शिला रे ही चुनापत्थर मिलता है। अवक्षिप्त शिला रे ही चुनापत्थर मिलता है। चुनापत्थर केउंथरे व्यवहृत हुए? सीमेंट शिल्प पाई चुनापत्थर एक मौलिक कंचा माल। सीमेंट जहा कि आपण माने घर बाड़ी बा अट्टालिका बनाया पई व्यवहार हुए, ताहार कंचा माल होची चुनापत्थर। एवं ब्लास्ट फर्नेस रे लुहा पत्थर तरलाइबा पई एहार प्रयोजनीयता अधिक। जानि पारले ए होची चुनापत्थरर तत्व। खनिज विपत्ति और संरक्षण। वर्तमान देखिबा खनि विपत्ति विषय रे। खनि कार्य खनि श्रमिक एवं परिवेश उपरे कुप्रभाव पकाई थाए। खनिरु बाहरुथुबा धूली, धुआं और दूषित गैस सेवन करी श्रमिक माने फुसफुस जनित रोगरे पड़ी। खनि कार्य जोगु बहुत प्रकार दुर्घटना होबार भी संभावना।
ସେସବୁ ଦେଖିବା, ଯେପରିକି ଖଣି ଛାତ ଭୁଷୁଡ଼ି ଯିବାର ଆଶଙ୍କା ଏବଂ ଖଣିରେ ନିଆଁ ଲାଗିବାର ଆଶଙ୍କା ରହିଥାଏ ଏବଂ ବିଭିନ୍ନ ପ୍ରକାର ଦୁର୍ଘଟଣାର ସମ୍ଭାବନା ଅଧିକ ରହିଥାଏ। ଏତଦ୍ ବ୍ୟତୀତ ଖଣି ଅଞ୍ଚଳର ଜଳସ୍ରୋତ ଦୂଷିତ ହୁଏ, ଯାହାକି ବିଭିନ୍ନ ପ୍ରକାର ରୋଗ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ହେଲା ଖଣିଜ ବିପତ୍ତି ବିଷୟରେ। ବର୍ତ୍ତମାନ ଆମେ ଜାଣିବା ଖଣିଜ ସଂରକ୍ଷଣ କିପରି କରାଯାଏ। ଖଣିଜ ପଦାର୍ଥ ଏକ ସୀମିତ ଓ ସରନ୍ତି ସମ୍ବଳ। ଖଣିଜ ସମ୍ପଦ ଏକ ସୀମିତ ଏବଂ ସରନ୍ତି ସମ୍ପଦ। ଏହା ଦେଶ ପାଇଁ ବହୁମୂଲ୍ୟ କିନ୍ତୁ ଜଣକ। ଖଣିଜ ପଦାର୍ଥର ଉତ୍ତୋଳନ, ନିଷ୍କାସନ ଏବଂ ଏହାର ସଂରକ୍ଷଣ ପାଇଁ ବହୁତ ଟଙ୍କା ବ୍ୟୟ ହୋଇଥାଏ, କିନ୍ତୁ ଏହା କ୍ଷଣସ୍ଥାୟୀ, ଏହା ସୀମିତ ସମ୍ପଦ। ନିରନ୍ତର ଖନନ ଦ୍ୱାରା ବ୍ୟୟ ବୃଦ୍ଧି ପାଉଛି। ସେଥିପାଇଁ ସୁଚିନ୍ତିତ ଓ ଯୋଜନାବଦ୍ଧ ଉପାୟରେ କିପରି ଏହାକୁ ଭବିଷ୍ୟତ ପାଇଁ ଗଚ୍ଛିତ କରାଯାଇପାରିବ ଏବଂ ଅଳ୍ପ ବ୍ୟୟରେ ବ୍ୟବହାର କରାଯାଇପାରିବ, ସେଥିପାଇଁ ନୂତନ ଗବେଷଣା ଗୁଡ଼ାକ ଲାଗିଛି। ଜାଣିପାରିଲେ, ଏ ହେଲା ଆମର ଖଣିଜ ସଂରକ୍ଷଣ ବିଷୟରେ କିଛି ତଥ୍ୟ। ବର୍ତ୍ତମାନ ଆମର ଚତୁର୍ଥ ଅଧ୍ୟାୟ ସରିଯାଇଛି। ଆଶା କରେ ଆପଣମାନେ ଖଣିଜ ସମ୍ପଦ ବିଷୟରେ ଭଲ ଭାବେ ଜାଣିସାରିଛନ୍ତି। ଏହି ବିଭାଗରେ ଆମେ ଜାଣିଲେ ଧାତବ ଲୌହବିହୀନ ଖଣିଜ, ଅଧାତବ ଖଣିଜ ଏବଂ ଖଣିଜ ବିପତ୍ତି ଓ ସଂରକ୍ଷଣ ବିଷୟରେ। ଧନ୍ୟବାଦ।